मो बापा को देलिनी गुस्से बापा को भी देलिनी आओ मो पणी गुस्से बापा को देली मुखाग्नि मुखाग्नि बापा को देलो नहीं बापा को देलिनी गुस्से बापा को भी देलिनी देली नहीं पणी गुस्से बापा को देली हाँ एटा मात्र बड़ कथाटा पूरा समान अधघंटा पेट्रो कि सब तो बापा को देलिनी गोसाई बापा को देलिनी पणी गोसाई बापा को देली एटा प्रश्न तमरा प्रश्न मुखाग्नि एटा तमर पेट्रो काटछ तो पेट्रो नहीं एटा पूरा पुराण डारू काटछ पेट्रो गाड़ी बड़ बड़ न न छोड़नी ए तमे तीन जण हेले मध्य तमे तीन जण हेले मध्य हां ये माउन दिया जागो काली हे तीन जण हबो कोन एडी मास्टर न कहि पाले हम बड़ भाई न जान अरे हाथ रे बाड़ी खांदा रे बहुंगी नहीं अरे जाहुची को नहीं बने गाई चोराई अरे हाथ रे बाड़ी खांदा रे बहुंगी नहीं जाहुची को नहीं बने गाई चोराई गोपोदड़े छाड़े हुड़ी दियलो 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 गोठरो गाई फिटाई दियलो 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 गोठरो गाई फिटाई सेती लकार बजना काउड़ी पाटी मेलतना ने गोपिला लगा उलू में पी ओरे सेती लकार बजना काउड़ी पाटी मेलतना ने गोपिला लगा उलू में पी नडबी दिले गोलू पेटी दियलो 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 गोठरो गाई फिटाई दियलो 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 गोठरो गाई फिटाई बुझु नाही कथा अटका होचंती बटे जसमती माता लो जसमती माता गौड़ पुओ सत गौड़ पुओ कुल व्यवसा किपरि छाड़िब कह अरे गौड़ पुओ सत गौड़ पुओ चोरा व्यवसा किपरि छाड़िब कह मने दुखे ना जागरी कांदेलो 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 आखिरु लुह झराई कांदेलो 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 आखिरु लुह झराई हेरे हाथ रे बाड़ी कांदरे बाहुनी नहीं जाहुची को नहीं बने गाई चोराई अरे हाथ रे बाड़ी कांदरे बाहुनी नहीं जाहुची को नहीं बने गाई चराई गोपोदड़े छाड़े घुरी दियलो 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 गोठरो गाई फिटाई दियलो 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 गोठरो गाई फिटाई अरे ढोली ढोली जाऊं अच्छी से कालिया सुना लो से कालिया सुना अरे ढोली ढोली जाऊं अच्छी से कालिया सुना लो से कालिया सुना अरे देखिबा तू गोपी केते करती बहाना लो करती बहाना चोरा पिरती तो सते चोरी पिरती अरे भूली बेटी मिलती तो गोप जुबती अरे चोरा पिरती तो सते चोरी पिरती
ତାଙ୍କର ଗୋସାଇଁ ବାପାର ମୁଖରେ ମୁଖାଗ୍ନି ଦେଇ ହଁ ହଁ ଦେଲିନି ହଁ ନାହିଁ ଓ ପଣି ଗୋସାଇଁ ବାପା କିଏ ଆଉ ସେ ମୁଖାଗ୍ନି ଦେବା ଲୋକଟା କିଏ ଏ ଦିଟା ତ ଆଜ୍ଞା ହଁ ହଁ ପ୍ରଶ୍ନଟା କଣ ପଚାରିଲେ ଏଟା ମୁସ୍କୁଲି ହେଇଲା କଥାଟା ପୁରାଣରେ ନାହିଁ ଆଜ୍ଞା ହଁ ପୁରାଣରେ କଥାଟା ନାହିଁ କହୁଥିଲି ପେଟ୍ରୋଲ ଗାଡ଼ି କହୁଛି ସିଏ କଣ ହେଇଛି ବୁଝୁଛ ନା ଗଣ୍ଡଳା ଯୋଉ ଯାଇନଥିଲେ କି ସେଦିନ କଂଗ୍ରେସ ପାର୍ଟି ମିଟିଂ ଥିଲା ସେ ଗାଁରେ ଆଜ୍ଞା ଏମିତି ଜଣଙ୍କର ହେଇଛି ଓହୋ ସେଇଟା ଇଏ ବସିଲେ ସେ କଥାଟାକୁ ଗଣତି କରିକି ଆସି ତମକୁ ପଚାରିଦେଲେ ଆଉ ବାପା ପୁଅର କଳି କଚା ହେଇଯାଇଛି ମତେ ପଇସା ଦେଇଛନ୍ତି ଆଜ୍ଞା ମତେ ପଇସା ଦେଇଛନ୍ତି ଯଦି ଗୋଲା ମାଷ୍ଟର କହିବେ ତାହେଲେ ଦବ ନହେଲେ ତମେ ବ୍ରାହ୍ମଣିଆ ଲୋକ ରଖିଦବ ସେ ଭାବିଲେ ଗୋଲା ଲୋକଟା କୁଆଡେ ହେଇଛି ମେଣ୍ଢା ଛାଳି ଜଗିକିରି ଏଇଟା କହିଲେ ଯଦି ଦବ ହେଇଟି କହିଲେ ଦବ ନହେଲେ ସବୁଗୁଡାକ ତମେ ବ୍ରାହ୍ମଣିଆ ଲୋକ ତ ସେଥିପାଇଁ ବୋଲନ୍ତି ଗୁଲା ମୂର୍ଖ ବୋଲିକିରି ମୁଁ କହିଲି ଆଜ୍ଞା ମୋର ଗୁରୁ ମୁଁ ଆପଣଙ୍କୁ ଏମିତି ଅସୁନ୍ଦର କଥା କହିବି ନାଇଁ ନାଇଁ ସେଥିପାଇଁ ପଚାରି ଇଏ ତ ଛେଳି ମେଣ୍ଢା ଜଗିଆ ଲୋକ ଇଏ କୁଆଡେ କହିଦବ ପ୍ରସନ୍ନ ନାଇଁ ହଉ ଦେଖିବା ମୁଁ ମଧ୍ୟ ଅଣ୍ଟାଟା ଭିଡା ଭିଡି ହଉଛି ଦେଖିବା ଗୋଟେ ପ୍ରକାରିଆ ହେଲେ ପ୍ରସନ୍ନ ଆସି ସୁନ୍ଦର ଆସି ପହଞ୍ଚିଛି ଆଜ୍ଞା ପ୍ରସନ୍ନଟା କେଉଁ ସ୍ଥାନ ଯାଇ ଲାଖ ହବ ମୁଁ ମୋ ବାପା ମଲା ମୁଖାଗ୍ନି ଦେଇନି ମୋ ଜେଜେ ବାପା ମଲା ମୁଖାଗ୍ନି ଦେଇନି ପଣି ଓସିଆ ବାପା ମଲା ଦେଇନି ଠିକ ଦେଲି ଜେଜକୁ ଦେଲିନି ପଣି ଓସିଆ ବାପାକୁ ଦେଲି ସେ ପଣି ଗୋସାଇଁ ବାପା କିଏ କିଏ ଆଉ ଦେବା ଲୋକଟା କିଏ କିଏ ଶୁଣନ୍ତୁ ପଣ୍ଡିତ ହେ ଡେରି ଶ୍ରବଣ ଠିକ କେଡ଼େ ସୁନ୍ଦର କରି ମାତ୍ର ବାନ୍ଧିଲେ ପ୍ରସନ୍ନ ଠିକ ଆରେ ପଣି ଗୋସାଇଁ ବାପା ଯେ କିଏ ହୋଇବ କିଏ ମୁଖାଗ୍ନି ମାତ୍ର କନେଇ ଦେବ ଠିକ କେଉଁ ପୁରାଣ ମଧ୍ୟରେ ଅଛି ପ୍ରସନ୍ନ ବାଛି ବାଛି ବନ୍ଧୁ ଦିଏ ପଚାରିଣ ଯଦି ପାରିବା ଯେ କହିବା ପ୍ରସନ୍ନ ଠିକ ନହେଲେ ଶୁଣି ଯିବ ମାତ୍ର ଦୁହି କର୍ଣ୍ଣ ମନ୍ଦ ତୋର ଲୋମା ପ୍ରଶଂସା ତୋହର ଢାଳୁ ଅଛି ମାଲ ତୋର ପୟର ପାଦେ ମୁଁ ହେଲି କି କର ଗ ଭଗବତୀ ତୋର ପାଦେ ମୁଇ ହେଲି କି କର ଦଶରଥଙ୍କର ପୁଅ ହେଲେ ରାମଚନ୍ଦ୍ର ରାମଚନ୍ଦ୍ରଙ୍କର ପୁଅ ହେଲେ ଯେ ଲବକୁଶ ଏଇ ମାତ୍ର କଥା ହବନି କଣ ହେଲା ମାତ୍ର ମୁଖାଗ୍ନି ଦେଇ ପାରିବେନି କଣ ମୁଖାଗ୍ନି କଣ ଦେବେ ଦଶରଥ ମରି ଯାଇଥିଲେ ରାମଚନ୍ଦ୍ର ଗଲା ପରେ ନାଇଁ ସିଏ କଣ କହିଲା ମୁଁ ମୋ ବାପାକୁ ଦେଲିନି ଜେଜେ ବାପାକୁ ଦେଲିନି ପଣି ଓସିଆ ବାପାକୁ ଦେଲି ପଣି ଗୋସାଇଁ ବାପାଟା ହେଲେ ରାମ ମରି ନାହାନ୍ତି ମୁଖାଗ୍ନି ଦେଲେ କାହାକୁ ସେଇ କଥା ଆଗ ପଡିଛି ଏ ଗୋଳମାଳିଆ ହେଇଗଲା ଏଠି ଆପଣ ଟିକଟ କଲେ ବାଲିଆପାଳ ଯିବା ପାଇଁ ବାଲିପାଟଣା ବସରେ ବସୁଛନ୍ତି ବାଲିପାଟଣା ବସରେ ବସିଲେ ହବ ନାଇଁ ନାଇଁ ପ୍ରଭୁ ଜାଣିଲିନି ତୁମେ ଗେଡ଼େ ନିର୍ଦ୍ଦୟ ହେଲଣି ପ୍ରଭୁ ଜାଣିଲିନି ତୁମେ ଗେଡ଼େ ନିର୍ଦ୍ଦୟ ହେଲଣି ପ୍ରଭୁ ଜାଣିଲିନି
ଥରେ ବିଶ୍ୱାସ ଯିବାରୁ ପୁଣି प्रभु जानिली जानिली तुम्हें एड़े निदय हेलानी प्रभु जानिली जानिली तुम्हें एड़े निदय हेलानी प्रभु जानिली जानिली तुम्हें एड़े निदय हेलानी प्रभु जानिली जानिली ପଣ୍ଡିତ ଜନ ଶୁଣ ଡେରି ଶ୍ରବଣ ରେ କେଡ଼େ ସୁନ୍ଦର ପ୍ରସନ୍ନ ଗଲା ନାସିଣ अच्छा अच्छा ଆରେ ପରୀକ୍ଷିତ ବୋଲି କରି ଯାହାର ନାମ हाँ हाँ ପରୀକ୍ଷିତ ରାଜାଙ୍କୁ ଦେବାକୁ ଦେବା କହିଣ अच्छा अच्छा ସିଆଡ଼େ ଯଦି ନ ହେବ ପ୍ରସନ୍ନ नहीं नहीं ଦେଖ ପ୍ରହ୍ଲାଦକୁ ମାତ୍ର କରିବା ନେହିଣ चला चला चल रे चला ଯଦି ପ୍ରହ୍ଲାଦକୁ ପ୍ରସନ୍ନ କରିବା आहा ନିଶ୍ଚୟ ପ୍ରସନ୍ନ ତୁମ୍ଭର ବାନ୍ଧି ନେବା आहा ଆରେ ପ୍ରହ୍ଲାଦଙ୍କ ବାପା ହିରଣ୍ୟକେଶିବ हौ ତାଙ୍କର ବାପା ଯେ ବୈଲୋଚନ ଦେଖ आहा ଆରେ ହିରଣ୍ୟଙ୍କ ବାପା କଶ୍ୟପ ଘଟନ୍ତି अच्छा ଆରେ କଶ୍ୟପ କହିଲେ ମନ ନ ପାଏ ଗୋଟି नहीं नहीं ଯଦି ସେ ବିଷୟରେ ନ ପାଇବ ମନ ହଁ ଆହୁରି ଗୋଟିଏ ପ୍ରକାରରେ ଯିବା କହିଣ ଠିକ କିଏ ସେ ତାଙ୍କର ବାପାକୁ ମୁଖାଗ୍ନି ଦେଇନି ତାଙ୍କ ବୁଢ଼ା ବାପାକୁ ମୁଖାଗ୍ନି ମାତ୍ର ଦେଇ ନାହିଁ ତାଙ୍କର ଜେଜେ ବାପାକୁ ମୁଖାଗ୍ନି ଦେଇକି ନାହିଁ ହଁ ଆରେ ପଣି ଗୁସାଇ ବାପା ସେ କିଏ ସେ ହେବ କେଡ଼େ ସୁନ୍ଦର ପ୍ରସନ୍ନ ଘଟିଛି ଆସିଦେବ ଠିକ ପଣ୍ଡିତ ଜନ ଶୁଣ ଡେରିଣ ଶ୍ରୁତି ହଁ ଡେରିଣ ଶ୍ରୁତି ହଁ ପଦ ପଦ କରି ପ୍ରସନ୍ନ ଯିବା କହିଟି ଆରେ ପ୍ରହ୍ଲାଦକୁ କହିଲେ ନ ହେବ ପ୍ରସନ୍ନ ହଁ କି ପାଣ୍ଡବ ଅର୍ଜୁନକୁ ଯିବି ବୁଝାଇଣ ଠିକ କିବା ଅର୍ଜୁନଙ୍କର ବାପା ଯେ ପଣ୍ଡୁ ରାଜନ ହଁ ଆରେ ପଣ୍ଡୁଙ୍କର ବାପା କିଏ ଯିବ ହଇଣ ହଁ ଆରେ ବ୍ୟାସ ବୋଲି କରି ହେଲା ତାଙ୍କରି ନାମ ଆରେ ବ୍ୟାସଙ୍କର ବାପା ସେ ଯେ କିଏ ସେ ହେବ ପରାଶର ବ୍ୟାସଙ୍କର ବାପା ପରାଶର ଲେଖାରେ ହେବ ଲେଖାରେ କଣ ହବ ତ ଆଉ କିନ୍ତି ପରାଶରଙ୍କର ପୁଅ ହେଲେ ବ୍ୟାସ ହଁ ବ୍ୟାସଙ୍କର ପୁଅ ହେଲେ ଯେ ପଣ୍ଡୁ ହଁ ପଣ୍ଡୁଙ୍କର ପୁଅ ହେଲେ ଯେ ଅର୍ଜୁନ ଅର୍ଜୁନ ଅର୍ଜୁନଙ୍କର ପୁଅ ହେଲେ ଅଭିମନ୍ୟୁ ଅଭିମନ୍ୟୁ। ଅଭିମନ୍ୟୁଙ୍କର ପୁଅ ହେଲେ ପରୀକ୍ଷିତ। ପରୀକ୍ଷିତ ପରୀକ୍ଷିତଙ୍କର ପୁଅ ହେଲେ ଜନ୍ମଜୟ। ଜନ୍ମଜୟ ହେଲା ଦେଖିଲ ଯେ ମାତ୍ର ଏଇଟା ମୁଖାଗ୍ନି ଦେବାର ଅଛି ଏଇଟା ପଇସା ନାଇଁ, ଆଉ ସିଆଡ଼କୁ ମୁଁ କହିବି କି ନହେଲେ ସିଆଡ଼କୁ ଆଉ ଟିକେ ଉପରକୁ କହିବି ହଁ ପରାଶର ହଁ। ପରାଶରଙ୍କର ପୁଅ ହେଲେ ବାପା ହେଲେ ଶକ୍ତି ଶକ୍ତି ହଁ ଜମି ହଳ କରିବାକୁ ପଠେଇଲେ ହଳିଆଟାକୁ ଯେ अच्छा ସିଏ ହଳ କଲା ଯେ କାହିଁ ମଇ କାଟିଲାନି ଆଉ। ଲଙ୍ଗଳ ଗାର କାଟିଲାନି अच्छा ହେଲେ ଗୋଟିକିଆ ଡାକିଲା अच्छा अच्छा ମୁଁ କହିଲି ଦି ଜଣ ମିଶେଇ ମିଶେଇକି ଡାକିବ ଘରେ ପୁଅ ଜଣ ଜଣକୁ ଡାକିବା ବୋଲେ କେତେ ଦିନ ଡାକିବା आज्ञा ତେଣୁ ଦି ଜଣକୁ ମିଶେଇ ମିଶେଇକି ଡାକିଲା ठीक ହେଲା हाँ ତା କହିଲି ବନ୍ଦନା କରେ ସେ ଗଣେଶଙ୍କୁ ଦିନେ ଡାକିଲା ଦିନେ ସରସ୍ୱତୀକି ଡାକିଲା ଇଏ ଆସିଲା ଆଜି ସିଏ ପଳେଇଲେ अच्छा ବୁଝିଲୁ आज्ञा ତେଣୁ ତୁ ଗୋଟେ କାମ କରିବୁ ସମସ୍ତଙ୍କ କଥା ହେଲା ଭଳିଆ ଦି ଜଣକୁ ମିଶେଇକି ଡାକିବୁ अच्छा ହଁ ए ହଁ बंदाउची छंदा पयर ହଁ ये कंदर्प कथा तो सुदया कर बंदाउची छंदा पयर कंदर्प कथा तो हे सुदया कर बंदाउची छंदा पयर सुदया कर बंदाउची छंदा पयर कंदर्प कथा तो सुदया कर बंदाउची छंदा पयर कंदर्प दात हे श्री लक्ष्मीकांत उधरी धर हे कमलावर बंदाउची छंदा पयर कंदर्प दात हे सुदया कर
ତାତ ସୁଦୟାକାର ବନ୍ଦା ଉଚି ଛନ୍ଦା ପୟର ଗନ୍ଧର୍ବ ତାତ ସୁଦୟାକାର ବନ୍ଦା ଉଚି ଛନ୍ଦା ପୟର ସତ୍ୟ ଯୁଗେ ହରି ହେ ବିପ୍ର ରୂପ ଧରି ବଳି ଚାପିଲ ପାତାଳ ପୁରୀ କଣ କହିଲ ମୁଁ ବୁଝି ପାଇଲିନି ସତ୍ୟ ଯୁଗେ ହରି ହେ ବିପ୍ର ରୂପ ଧରି ବଳି ଚାପିଲ ପାତାଳ ପୁରୀ ନାସି ହିରଣକୁ ଗର୍ବ ଗଞ୍ଜି ତାକୁ ଅନ୍ତକୁ ପଇତା କଲ ହୃଦୟ अच्छा ଆଉରି ସ୍ତମ୍ଭ ବାହାର ହେ କମଳା ଭରତ ଦେଲ ଇନ୍ଦ୍ର ପଦର ବନ୍ଦା ଉଚି ଛନ୍ଦା ପୟର ଗନ୍ଧର୍ବ ତାତ ସୁଦୟାକାର ବନ୍ଦା ଉଚି ଛନ୍ଦା ପୟର ତ୍ରେତୟା ଯୁଗରେ ଦଶରଥଙ୍କର ଦେଷ୍ଟ କୁମାର ପ୍ରଭୁ ତ୍ରେତୟା ଯୁଗରେ ଦଶରଥଙ୍କର ଦେଷ୍ଟ କୁମାର अच्छा ଏ ଶିଳା ମାରି ଶିଳାକୁ ବସାଇଲ ଲଙ୍କା ଗମନକୁ କଲର ଘୁବିର हाँ ଆଉରି ବେଶିଲ ସର ହେ ଦଶ ସ୍କନ୍ଦର ଦେଇଛ ଅଭୟ ବର ବନ୍ଦା ଉଚି ଛନ୍ଦା ପୟର ଗନ୍ଧର୍ବ ତାତ ହେ ହୃଦୟା କର बंदा उची छंदा पयरा ପ୍ରଭୁ ତ୍ରେତୟା ଯୁଗରେ ରାମ ଅବତାରେ ଦଶରଥଙ୍କର ଦେଷ୍ଟ କୁମାର हाँ ଇଏ ତ୍ରେତୟା ଯୁଗରେ ରାମ ଅବତାରେ ଦଶରଥଙ୍କର ଦେଷ୍ଟ କୁମାର ଶିଳା ମାରି ଶିଳାକୁ ବସାଇଲ ଲଙ୍କା ଗମନକୁ କଲର ଘୁବିର ବେଶିଲ ଶିର ହେ ଦଶ ସ୍କନ୍ଦର ହନୁକୁ ଦେଇଛ ଅଭୟ ବର ବନ୍ଦା ଉଚି ଛନ୍ଦା ପୟର ଗନ୍ଧର୍ବ ତାତ ସୁଦୟାକାର बंदा उची छंदा पयरा ଗନ୍ଧର୍ବ ତାତ ସୁଦୟାକାର ବନ୍ଦା ଉଚି ଛନ୍ଦା ପୟର ଗନ୍ଧର୍ବ ତାତ ସୁଦୟାକାର ବନ୍ଦା ଉଚି ଛନ୍ଦା ପୟର ଆଉରି ଦ୍ୱାପର ଯୁଗରେ ଦେବକୀ ଗର୍ଭରେ ଜନ୍ମିଲ ପ୍ରଭୁ ଏ ଚକ୍ରଧର अच्छा ପ୍ରଭୁ ଦ୍ୱାପର ଯୁଗରେ ଦେବକୀ ଗର୍ଭରେ ଜନ୍ମିଲ ପ୍ରଭୁ ଏ ଚକ୍ରଧର ଆଉରି ଟେକି ଗୋବର୍ଦ୍ଧନ ରଖି ଗୋପୀଜନ ସତୀପତି ଗର୍ଭ କରଣୀଶ୍ୱର ଲବଣୀ ଚର ହେ ଗୋପୀଙ୍କ ବର ମାମୁ କୁମାରୀ ଚମଞ୍ଚା ଉପର ବନ୍ଦା ଉଚି ଛନ୍ଦା ପୟର ଗନ୍ଧର୍ବ ତାତ ସୁଦୟାକାର बंदा उची छंदा पयरा ଗନ୍ଧର୍ବ ତାତ ସୁଦୟାକାର ବନ୍ଦା ଉଚି ଛନ୍ଦା ପୟର ଗନ୍ଧର୍ବ ତାତ ସୁଦୟାକାର ବନ୍ଦା ଉଚି ଛନ୍ଦା ପୟର ପ୍ରଭୁ ଏକଳି ଯୁଗର ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ପ୍ରଭୁ ଏକଳି ଯୁଗରେ ପୁରୁଷୋତ୍ତମ ପୁରୁଷୀ କ୍ଷେତ୍ରରେ ଗୋପେ ପ୍ରଭୁ ହେଲ ବିହର अच्छा ये प्रभु ये गोपे प्रभु तुम्हें हेल बिहर भक्त जन हे भक्त जीवन नेत्रे उड़ाउच बाना तुम्भर बंदाउची छंदा पयर गन्धर्व तात सुदयाकर बंदा उचि छंदा पयर हेलो
ଏହିପରି ପ୍ରଭୁଙ୍କ ବନ୍ଦନା କରାଗଲା। हेलो श्री हरि गुरु ब्रह्मा गुरु विष्णु गुरुदेव महेश्वरम गुरु साक्षात् परम ब्रह्म तस्मै श्री गुरुवे नमः। शांताकारं भुजंगशयनं पद्मनाभं सुरेशं विश्वधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिविद्यानगम्यं वन्दे विष्णुं भवभयहरं सर्वलोकैकनाथं। श्रीहरि पुण्य आषाढ़ मास शुक्ल पक्ष जो प्रभु जगतर नाथ जगन्नाथ प्रभु महाप्रभु जगन्नाथ आदि रथ छी गुंडीचा दिन ता बासी दिन जाई आड़प मंडप मध्य विराजमान होइचंती। आज सेही प्रभु जगन्नाथंग ये होची मर्त्य वैकुंठ मर्त्य वैकुंठ रे प्रभु विराजमान होइचंती श्री क्षेत्र धामरी। आम गाँव में आम साई कोठे स्तंभ भितर ओहो हमर जो ए जो पड़िया साई 6 नंबर ओहो प्रभु विराजमान ही अछंदी एठी। प्रभु अत्र तत्र सर्वत्र भक्त जोठी जेतेबेले चिंता करती सेठे प्रभु विराजमान होउछंती। तार अर्थ मध्ये अछि कोन दिने मुर्गुणी डाकिथिला सेही मुर्गुणी डाकंग सुनी मध्ये पहुंची जाईथिला। महाप्रभु जंगल भितर को गले तापरे दिने हस्ती मध्ये डाक दैथिला। महापुर नदी भितर को गले तापरे दिने पुरुपति सभा रे मध्ये द्रौपदी डाकिथिले। राजसभा को प्रभु गले भक्त जोठे प्रभु सेठी। আজি কালিয়া সাহান্ত গুন্ডিচা মন্দির যাই বিরাজমান হই অছন্তি। गुंडीचा मंदिर रे कर्म वेदी जन्म वेदी की प्रभु जाइछंती যাইছন্তি আজি প্রভু জগন্নাথ স্বামী। आज्ञा আজি जो पुअर 13 वर्ष उपलक्ष्य रे আজি शुभ कामना आमे मनास करूछु। सेही पुओ को प्रभु जगन्नाथ आशीर्वाद दियंतु। विद्या पाठ बुद्धि ज्ञान प्रभु जगन्नाथ एतिकी तांको आशीर्वाद करंतु ता संगे संगे जीवन रो चलापथ चिर कुसुमित हेउ ठीक एवं विद्या बुद्धि रे उन्नति करी निश्चय देश जगत ग्राम बाप माँ कुल बंधु बांधव समस्तंकर नाम रखु या होची हमर चिर कामना। एई जो यात्रा गुंडीचा यात्रा जनक पई नाही आउ सारा जगत पई ए जो सारा जगत पई प्रभु जगन्नाथ ए जो मंदिर रु जो बाहरी भक्तंग मेल रे जाई पहुंची जाइछंती। आज प्रभु जगन्नाथ को पदे डाके हमर गंधर्व पथ गमन। आज्ञा बंदई जगन्नाथ कमला देवी पति श्वेत पद्मलोचन त्रिपंड कला मृति। आज्ञा ए लेखा आमर ए निकटस्थ जने कवि होतरे नरसिंह माठ बहिर ना होते माठ रामायण बा रघुनाथ कीर्तन गरुड़ स्तंभ पछे निरखी चाहू चाहू कपाले ब्रह्म ज्योति दिशिला दाऊ दाऊ पद जाए लंबित कमल दल माल शिरे शहे शेत सेपति पुष्प चूल शरण मेरु प्राय प्रलंब भुज राशि रंगीमा धरुकी पड़ुची सुधा कसी विस्तार दंडस्थल सुंदर कटी किन्न काछाणी पीतवास मोहि जन मन भाई भग्नि धरिण गेनिन करुणीला झट झट श्रीमुख विषही चका डोला नयने देखी नथी मनरु
ଜଗନ୍ନାଥଙ୍କ ଚରଣ ବିନ୍ଦୁ ଆମେ ଦେଇଦେଲି ହଁ ତାପରେ ମୂଳ ପୀଠ ଜଣେ ଅଛନ୍ତି ମୂଳ ପୀଠ କିଏ ସେ? ମୂଳ ପୀଠ ଅଜା ମୂଳ ପୀଠ ଅଜା ଆଉ ଏଇଟା ଆଜ୍ଞା ବୁଝିପାରିଲି ବୁଢା ବାପା ହଁ ବୁଢା ବାପା ଏଥର ବୁଝିଲି ଆଉ ଦି ଜଣ ମିଶିଲେ ସିନା ହବ ବୁଢା ବାପା ଅଜା ହଁ ହଁ ବାପାଙ୍କର ବାପା ଯେ ବୁଢା ବାପା ବୁଢା ବାପା ଆଉ ମାଙ୍କର ବାପା ଯେ ମାଙ୍କର ବୁଢା ମାର ବାପା ଯିଏ ଅଜା ଅଜା ହଁ ଆଉ ମାମୁଁ ମାମୁଁ ଆଉ ବାପା ବାପା ମା ମା ଏ ସମସ୍ତଙ୍କୁ ମଧ୍ୟ ପ୍ରଭୁ ଜଗନ୍ନାଥ ଆଶୀର୍ବାଦ ଦିଅନ୍ତୁ ହଁ ତା ସଙ୍ଗେ ସଙ୍ଗେ ଆମର କଳାକାର ବୃନ୍ଦକୁ ମଧ୍ୟ ଆଶୀର୍ବାଦ ଦିଅନ୍ତୁ ଆଜ୍ଞା ଆମ କେଶିୟ ବାଲାକୁ ଆଶୀର୍ବାଦ ନ ଦିଅନ୍ତୁ କାହିଁକି ନାଇଁ ଆଜ୍ଞା କେଶିୟ ବାଲାକୁ ଆଉ ଯାହା ରହିଲା ବଳକା ବଳିକି ସବୁ ଗୁଡାକ ଦେଇ ଦିଅନ୍ତୁ ସେ ଖାଲି ଘୁଙ୍ଗୁଡି ମାରିକି ବସି ହଁ ଚୌକ ପୋଛା ପୋଛିକିରି ନେଇଯିବ 50ଟା ପୁରୀ ଜଗତର ମା ପରା ହଁ ନାଇଁ ନାଇଁ 50ଟା ପୁରୀ ଖାଇକିରି ଘୁଙ୍ଗୁଡି ମାରିକିରି ବସୁଛି କିଛି ବଜଉନି କିଛି ନାହିଁ କେତେଟା 50ଟା ମାଲ ଭଗବତୀ ଭାରତୀ ମା ଦେବୀ ନମସ୍ତେ ଭୈରବୀ ମା ନାମ ଉଡାଉ ଜଗତେ ହଉ ଆଜି ଭୟ ଲାଗୁ ଅଛି ଚିତେ ଗ ଭଗବତୀ ଭୟ ଲାଗୁ ଅଛି ଚିତେ ତରବାନା ଧରି ଗ୍ରାମେ ଗ୍ରାମେ ବୁଲୁଛି ତରବାନା ଧରି ଗ୍ରାମେ ଗ୍ରାମେ ବୁଲୁଛି ଠିକ ମାଲ ତଙ୍ଗା ଆଶୀର୍ବାଦ ହେଲେ ଗାହାଣ ଗାଉଛି ହଉ ମନ୍ଦ ତରଲ ମା ପ୍ରଶଂସା ତୋହର ମାଲ ନେଇ ଢାଳୁ ଅଛି ମାଲ ତର ପୟର ଠିକ ପାଦେ ମୁଁ ହେଲି କି କର ଗ ଭଗବତୀ କର ପାଦେ ମୁଇଁ ହେଲି କି କର जय हो